ଷଷ୍ଠ ଅଧ୍ୟାୟ ଶ୍ରୀଶୁକ ଉବାଚ ଏବେ ହୋ ଶୁଣ ନରନାଥ କହିବା ବଂଶାନୁଚରିତ ସେ ଅମ୍ବରୀଶ ପୁତ୍ର ତିନି ବିରୂପେ କେତୁ ନାମ ଜ୍ଞାନୀ ଶମ୍ଭୁ ତୃତୀୟ ପୁତ୍ର ନାମ ଅଶେଷ ଗୁଣେ ପୁଣ୍ୟଧାମ ବିରୂପ ପୁତ୍ର ପୁଷ୍ଟ ଦେଶ ଅତି ରଥିତର ତାହାର ବଂଶ ସେ ରଥିତର ପୁତ୍ରିକ ଉପାୟ କଲା ସେ ଅନେକ କେବେ ପୁତ୍ରତା ନଇଲା ଅଙ୍ଗିରା ତୁଲେ ବିଚାରିଲା ବୋଇଲା ମୋର ପତ୍ନୀ ଗର୍ଭେ ସନ୍ତତି କର ତୁମ୍ଭେ ଭାବେ କ୍ଷେତ୍ର ପୁତ୍ର ହେଉ ମୋର ପୁତ୍ର ଦୁଃଖ ଯାଉ ପାର ଏମନ୍ତେ ରାଜାର ବଚନ ଅଙ୍ଗିରା କରି ଗର୍ଭଧାନେ ସତ କୁମର ବ୍ରହ୍ମ ତେଜେ ଜନ୍ମିଲେ ଅଙ୍ଗିରାର ବୀଜେ ସେ ପୁଣି କ୍ଷତ୍ରିୟ ହୋଇଲେ କ୍ଷତ୍ରିୟ କ୍ଷେତ୍ରେ ପୂଜିଲେ ମନୁର ଛିଙ୍କୁ ନାସା ବୀଜେ ଇକ୍ଷାଙ୍କ୍ଷୁ ଜନ୍ମ ଲଭିଲେ ସେ ଇକ୍ଷାଙ୍କ୍ଷୁ ବଂଶେ ଯେତେ କହିବା ଶୁଣ ଏକ ଚିତେ ହୋଇଲେ ସତେକ କୁମର ତାହାଙ୍କ ମଧ୍ୟରେ ବଂଶଧର ବିକୁକ୍ଷୀ ନିମିଦଣ୍ଡେ ନାମ ଅତି ପ୍ରଶସ୍ତ ଗୁଣ ଗ୍ରାମ ଏତିନି ପୁତ୍ର ଆଦି ଯେତେ ରାଜା ହୋଇଲେ ଜଗତେ ପୂର୍ବେ ଯେ ପଞ୍ଚ ଆର୍ଯ୍ୟ ବ୍ରତେ ରାଜା ହୋଇଲେ ତାର ପୁତ୍ରେ ପ୍ରଥମେ ତାର ପଞ୍ଚବିଂଶ ମଧ୍ୟରେ ହୋଇଲେ 50 ହେମନ୍ତ ପୁତ୍ରେ ପୁତ୍ର ତାର ପୃଥିବୀ ଭାଗେ ନୃପବର ହେଲା ସେ ନୃପତି କେଶରୀ ତଦନ୍ତେ ଶୁଣ ଦଣ୍ଡଧାରୀ କାଙ୍କ୍ଷୁ ପିତୃ ଶ୍ରାଦ୍ଧ ଦିନେ ବିକୁକ୍ଷୀ ରାଇ ସନ୍ନିଧାନେ ବହିଲା ବନ୍ୟ ପଶୁ ଗଣ ମୋ ପିତୃ ଶ୍ରାଦ୍ଧ ଅର୍ଥେ ଆଣ ତତ୍କ୍ଷଣେ ପିତା ଆଜ୍ଞା ପାଇ ପଶିଲା ଗୌରବନେ ଯାଇ ଶବର ଗଣତୁଲ ଲୀଳା ଅନେକ ପଶୁବଧ କଲା ଶ୍ରାଦ୍ଧକୁ ଯେତେ ଯୋଗ୍ୟ ମାଂସ ତହିଁରେ ମଧ୍ୟ ଏକ ଶସ ଅରଣ୍ୟ ପଥଶ୍ରମ ପାଇ କ୍ଷୁଧାରେ ଚାଲି ନ ପାରଇ ଶଶା ଗୋଟିଏ ମାତ୍ର ପୋଡ଼ି ଅଗ୍ରେ ପକିଲା ଧର୍ମ ଉଡ଼ି ଶେଷେ ଯେତେକ ପଶୁ ଥିଲା ପିତା ସମୀପେ ନେଇଦେଲା ସେ ପୁଣି ବଶିଷ୍ଠଙ୍କୁ ରାଇ ଆନନ୍ଦ ମନରେ ବୋଲଇ ଏ ପଶୁ ମାଂସେ ଶ୍ରାଦ୍ଧ କର ଏମନ୍ତ ଶୁଣି ମୁନିବର ବଶିଷ୍ଠ ରାଜା ବାକ୍ୟ ଶୁଣି ସେ କଥା ଯୋଗ ବଳେ ଜାଣି ବହିଲେ ରାଜା ମୁଖ ଚାହିଁ ପ୍ରକ୍ଷଣେ ଯୋଗ୍ୟ ଏ ନୁହଁ ଦେବତା ପିତୃ ଅଥେ ମାଂସ କେମ୍ବତେ ଦେବା ଅବଶିଷ ତର କୁମର ଖୁଦା ଅର୍ଥେ ଶଶାଏ ଭକିଲା ବନସ୍ତେ ବନେ ଭକିଲା ଅଗ୍ରଭାଗ ଏ ମାଂସ ଶ୍ରାଦ୍ଧେ ନୁହେଁ ଯୋଗ୍ୟ ଏମନ୍ତ ଗୁରୁବାକ୍ୟ ଶୁଣି କୂପେ ବୋଲଇ ନୃପମଣି ଏ ପୁତ୍ର ପାପିଷ୍ଠ ପାମର ଏହାକୁ ରାଜୁ କର ଦୂର ତତ୍କ୍ଷଣେ ରାଜାର ବଚନେ ପୁରୁ ବାହାର କଲେ ବଚନେ ଇକାଙ୍କୁ ବିପ୍ରଙ୍କ ଚରଣେ ସୁସେବା କଲେ ଅନୁକ୍ଷଣେ ଜଗରେ ଦେହ ତ୍ୟାଗ କଲା ପରମ ବ୍ରହ୍ମେ ସେ ମିଳିଲା ବିକୁକ୍ଷୀ ପିତୃ ମୃତ୍ୟୁ ପରେ ପୁଣି ସେ ମିଳିଲା ରାଜ୍ୟରେ ପୃଥିବୀ ଶାସନ ସେ କଲା ଯଜ୍ଞ ହରିଙ୍କୁ ଆରୋଧିଲା ଶଶାଦ ନାମେ ତାର ଖ୍ୟାତ ଜଗତେ ହୋଇଲା ବିଦିତ ଶଶାଦ ପୁତ୍ର ପୁରଞ୍ଜୟ ନାମ ତା ହୁଏ ଇନ୍ଦ୍ରବହ ଯେଣୁ ଅଦ୍ଭୁତ କାର୍ଯ୍ୟ କଲା କାକୁସ୍ଥ ନାମ ତା ହୋଇଲା ଏମନ୍ତ ଶୁକବାକ୍ୟ ଶୁଣି ବୋଲେ ପରୀକ୍ଷ ନୃପମଣି କାକୁସ୍ଥ ନାମ ତା କେମନ୍ତ ଏକଥା କହ ମୁନି ମତେ କେମନ୍ତେ ଏକଥା କହ ମୁନି ମତେ ଶ୍ରୀ ଶୁକବାଚ ମୁନି ବୋଲନ୍ତି ଶୁଣ ରାଏ ଦେବ ଯେ ଅସୁରଙ୍କ ଭୟେ ଦେବଦାନବ କୃତ୍ୟ ଯୁଗେ ଯୁଦ୍ଧ ଆରମ୍ଭ କଲେ ଆଗେ ଗୁରୁଙ୍କୁ ପୁଛିଲେ ଗୁପତେ ସଂଗ୍ରାମ ଜିଣିବୁ କେମନ୍ତେ ବୋଲ ଇ ଅଙ୍ଗିରା କୁମର ପୁରଞ୍ଜନକୁ ଯୁଦ୍ଧ କର ତାର ନାରାଚେ ରିପୁ ଗଣ ବେଗେ ଭାଜିବେ ଘୋର ରଣ ତା ଶୁଣି ଦେବଦୋଷ ହେଲେ ପୁରଞ୍ଜନଙ୍କୁ ନିମନ୍ତ୍ରିଲେ ସେ ପୁଣି ଦେବବାକ୍ୟ ଶୁଣି କପାଳେ ଦେଇବେନି ପାଣି ବୋଲ ଇନ୍ଦ୍ର କନ୍ଧେ ବସି ସଂଗ୍ରାମ କରିବି ସାହସୀ ନଇଲେ ଯୁଦ୍ଧ ନାହିଁ ମୋର ଏମନ୍ତ ଶୁଣି ତା ଉତ୍ତର ସ୍ୱୀକାର କଲେ ଦେବଗଣ ଇନ୍ଦ୍ର ମିଳିଲେ ତତକ୍ଷଣ ସଂଗ୍ରାମେ ବୃକ୍ଷରୂପ ହୋଇ ପୁରଞ୍ଜନ କନ୍ଧେ ଆରୋଇ ସ୍ତୁତି ଚରଣେ ଦେବଗଣେ ମିଳିଲେ ତାହାର ଚରଣେ ଅଭେଦ ସ୍ନେହା ଦେହ ଧରି ଧନୁ ନାରାଚ ହସ୍ତେ ଧରି ନିର୍ଭୟ ଇନ୍ଦ୍ର କନ୍ଧେ ରହି ତତ୍କ୍ଷଣେ ବିଷ୍ଣୁ ତେଜ ବହି ପଶ୍ଚିମ ଦିଗେ ବେଗେ ଗଲା ଅସୁର ଭୁବନେ ମିଳିଲା ଉଧିଲା ଦେବଙ୍କର ରଥ ଛିଦ୍ର ନବହେ ମରୁତ ଦେବଦାନବ ଘୋର ରଣ ହୋଇଲା ଲୋମହର ସଣ ଅସୁର ନାନା ଶସ୍ତ୍ର ଧରି ରହିଲେ ସମର ଆବରି ତାହାର ବାଣ ଅଗ୍ନି ପ୍ରାୟ ପଡ଼ିଲା ଅସୁରଙ୍କ ଦେହ ସମରେ ରହି ନ ପାରିଲେ ପଳାଇ ନିଜପୁର ଗଲେ ଅସୁର ବଳ ରଣ ଜିଣି ସମରେ ଧନରତ୍ନ ଆଣି ଇନ୍ଦ୍ରକୁ ଦେଇ ସର୍ବଧନ ତୋଷିଲେ ବିବୁଧଙ୍କ ମନ ଇନ୍ଦ୍ରାଦି ଦେବ ବିଷ୍ଣୁ ବୋଲେ କାକୁସ୍ଥ ନାମ ତାକୁ ଦେଲେ ଏଣୁ ତା ନାମ ଭୋରାଜନ କହିଲୁ କଲୁ ଯେ ପ୍ରସନ୍ନ ତଦନ୍ତେ ଶୁଣ ଭୋରାଜନ ବଂଶାନୁଚରିତ ବିଧାନ ଅନେକ ପୁରଞ୍ଜୟ ସୁତ ପୃଥୁ ତାହାର ବୀର୍ଯ୍ୟଜାତ ତାର ତନୟ ବିଶ୍ୱଗନ୍ଧର ପୁତ୍ର ଇନ୍ଦ୍ର ତାସୁତେ ଜବାସ୍ୱାନ ନାମ ଶ୍ରୀବସ୍ତ ତାହାର ନନ୍ଦନ ଶ୍ରୀବନ୍ତ ପୁରେ ଯେ ନିର୍ମାଲ୍ୟ ଶପଥ ଦୀପେ ରାଜା ହୋଇ
ନିର୍ମାୟୀ ଶପଥ ଦୀପେ ରାଜା ହୋଇ ତାର କୁମର ବୃହଦସ୍ୱ କୁବଳାୟାସ୍ୱ ତାର ବଂଶ 21 ସହସ୍ର ସୁତ ତାଠାରୁ ହୋଇଲେ ସମ୍ଭୂତ ରାଜା ଉତ୍ତର ହିତେ ପୁତ୍ରଙ୍କୁ ଘେନିଲେ ସଙ୍ଗତେ ସେ ଦୁନ୍ଦୁ ସଙ୍ଗେ ଋଣ କରଣ କରି ରଣେ ତାହାର ପ୍ରାଣ ହାରି ଦୁନ୍ଦୁ ଅସୁର ଯେଣୁ ବଧି ତେଣୁ ଦୁନ୍ଦୁ ମାର ପ୍ରସିଦ୍ଧି ଦୁନ୍ଦୁ ମୁଖରୁ ଅଗ୍ନି ଜ୍ୱାଳା ପ୍ରଚଣ୍ଡ ଭାବେ ସେ ଜଳିଲା କୁବଳୟାର ପୁତ୍ର ଗଣ ସେ ତେଜେ ହୋଇଲେ ବନ ରହିଲେ 3 ଜଣ ଶେଷେ ଦୃଢ଼ାସ କପିଳ ଭଦ୍ରାସ ଦୃଢ଼ାସ ତନୟ ଖର୍ଜାସ ନିକୁମ୍ଭୁ ତାହାର ଔରସ ନିକୁମ୍ଭୁ ପୁତ୍ର ବହୁଳାସ ଜଗତେ ଖ୍ୟାତ ତାର ଯଶ କୃପାସୁ ନାମେ ତାର ସୁତ ତାର ତନୟ ସେନ ଜିତ ତା ସୁତ ଯୁବାସନ ନାମ କେବେ ନ ରହିଲା ଗ୍ରାମ୍ୟ ପୁତ୍ର ଦୋଷେ ଦୁଃଖ ମନେ ମନ୍ତ୍ରୀ ସହିତ ଗଲା ବନେ ସତେକ ପତ୍ନୀ ତାର ତୁଲେ ଋଷିଙ୍କ ଆଶ୍ରମ ମିଳିଲେ ଦେଖି ସତେକ ତାର ନାରୀ ମୁନି ସକଳ ଦୟା କରି ତା ରାଜର ପୁତ୍ର ଜନ୍ମ ଅର୍ଥେ ଯଜ୍ଞ କରିଲେ ସମସ୍ତେ କଳସେ ତୀର୍ଥ ଜଳ ଭରି ଗର୍ଭର ଅର୍ଥେ ପନ୍ତ୍ର ବାରି ଯଜ୍ଞଶାଳାର ଘଟେ ଥୋଇ ସକଳେ ନିଦ୍ରାଗତ ମୋଇ ହେମନ୍ତ ରାତ୍ରେ ଯଜ୍ଞଶାଳେ ରାଜା ତୃଷିତ ଅନ୍ତରାଳେ ସହି ନ ପାରି ସୁତୃଷା ରତ ଜଳ କଳସ ଘେନିଅସ୍ତ ଦେଖିଲେ ସକଳ ଅଜ୍ଞାନେ ତୃଷିତ କଲେ ଜଳପାନ ହେମନ୍ତର ପାହିଲା ରଜନୀ ନିଦ୍ରା ଅପେକ୍ଷୀ ସର୍ବମୁନି ଉଦୟ କାଳେ ମନ୍ତ୍ର ସ୍ମରି କୁମ୍ଭ ଘେନିଲେ ବେନି ସ୍ମରେ କୁମ୍ଭ ଘେନିଲେ ବେନି করে ଦେଖିଲେ କୁମ୍ଭେ ଜଳ ନାହିଁ ଚକିତେ ଚଉଦିଗ ଚାହିଁ ବୋଲନ୍ତି ପାଇ ମନେ ବ୍ରହ୍ମ କେ ପ୍ରାଣୀ କଲାଡ଼େ କର୍ମ ମନ୍ତ୍ରିତ ପୁଂସ ବନ ଭାରି କେ ପାନ କଲା ତୃଷା ବରି ତକ୍ଷଣେ ବେନିକର ଯୋଡ଼ି ମୁନିଙ୍କ ପାଦ ତଳେ ପଡ଼ି ରାଜା ବୋଲଇ ମୁଁ ଅଜ୍ଞାନେ ତୃଷା ତ ଶିଲି ଜଳପାନେ ଶୁଣି ବ୍ରାହ୍ମଣ ବିସ୍ମୟୀ ବୋଇଲେ ଦେବ ମାୟା ଏଇ ପ୍ରାଣୀ ଯେ ଦୈବ ଦିନ ମାୟାରେ ବଳେ ହତ ଜ୍ଞାନ ବୋଇଲେ ରାଜା ମୁଖ ଚାହିଁ ଗର୍ଭ ଧଇଲୁ ଏବେ ତୁ ଜୀବନ ସମ୍ଭାଳ ଏମନ୍ତ ଗଲା କେତେ କାଳ ଏମନ୍ତେ ପୁତ୍ର ଜନ୍ମ କଲା ରାଜା ଉଦରେ ବାହୁ ବଳା ଦକ୍ଷିଣ କୁକ୍ଷୀ ବିଦାରିଲା ତକ୍ଷଣେ ଭୂମିରେ ପଡ଼ିଲା ରାଜା ନ ମଲା ପୁଣ୍ୟ ବଳେ ଦେଖନ୍ତି ଉତାରି ସକଳେ କାନ୍ଦଇ କ୍ଷୀରପାନ ଅର୍ଥେ ତା ଦେଖି ଇନ୍ଦ୍ର ଦୟା ଚିତେ ବୋଲଇ ବିଷ୍ଣୁଙ୍କୁ ନାହିଁ ରାଜାର ସ୍ତନ ଯୁଗ ନାହିଁ ଖୁଧିରେ ଲୋଡ଼ୁଅଛି କ୍ଷୀର ଏମନ୍ତ ବୋଲି ନିଜ କର ଅଙ୍ଗୁଳି ତାର ମୁଖେ ଦେଲା ତକ୍ଷଣେ କ୍ଷୁଧାତା ହରିଲା ଇନ୍ଦ୍ର ବୋଇଲେ ତାକୁ ଚାହିଁ ହୋଇଲି ତୋହର ମୁଁ ଧାଇ ତୁଜେ ହୋଇଲୁ ବଳବନ୍ତା ତେଣୁ ତୋ ନାମ ମାନ ଧାତା ସେ ପୁଣି ଚକ୍ରବର୍ତ୍ତୀ ହୋଇ ପାଳଇ ସପ୍ତଦ୍ୱୀପମୟୀ ଇନ୍ଦ୍ର ତାହାଙ୍କୁ ବର ଦେଲେ ଅଜୟ ହୁଅସି ବୋଇଲେ ସେ ପୁଣି ନିଜ ତପ ବଳେ ଅବନି ପାଳଇ ନିଶ୍ଚଳେ ତାହାର ଯେତେ ଶତ୍ରୁଗଣ ଭୟ ପଳାନ୍ତି ଛାଡ଼ି ରଣ ଏଣୁ ସେ ନିଜ ତେଜ ଧାମ ପାଇଲା ଶତ୍ରୁଜିତ ନାମ ରାବଣ ଆଦି ରିପୁ ଯେତେ ତ୍ରାସନ୍ତି ତା ବସିଲା ପଥେ ହେମନ୍ତ ଯୁବ ଶ୍ୱାନ ବଳା ଅନେକ ଦିନ ରାଜ୍ୟ କଲା ତାରିପୁ ନାହିଁ ଏ ଚଳେ ବସିଲା ବିଷ୍ଣୁ ତେଜ ବଳେ ଅନେକ ଦାନ ପୁଣ୍ୟ କଲା ବିଷ୍ଣୁଙ୍କୁ ଯଜ୍ଞ ସେ ତୋଷିଲା ସେ ହରି ସର୍ବଦେବ ମଏ ସର୍ବେ ତ ବସନ୍ତି ଯାର ଦେହେ ସେ ହରି ଯଜ୍ଞ ତୋଷ କରି ସୁଖେ ପାଳଇ ବସୁନ୍ଧରି ସୂର୍ଯ୍ୟର ତେଜ ଯେତେ ଦୂର ପବନ ସେଠାରେ ସଞ୍ଚାର ମାଧାତା ଯେତେ ଦୂର ରାଜା ସର୍ବେ କରନ୍ତି ତାକୁ ପୂଜା ସେ ପୁଣି ଶଶବିନ୍ଦୁ ଘରେ କନ୍ୟା ଲଭିଲା ସ୍ୱୟଂବରେ ସେ କନ୍ୟା ଇନ୍ଦୁମତୀ ନାମ ରୂପରେ ଅଟେ ଅନୁପମ ତାହାର ଗର୍ଭେ ପୁତ୍ର 3 ଜନ୍ମିଲେ ବିଷ୍ଣୁ ତେଜ ଘେନି ପୁରୁ କୁଚ୍ଛ ଯେ ଅମ୍ବରୀଶ ଏ ଆଦି ମୁଚୁକୁନ୍ଦ ଶେଷ ହୋଇଲେ 50 ଦୁହିତା ଉତ୍ପତ୍ତି କଲା ମାନଧାତା ସେ କନ୍ୟା ଗଣଙ୍କ ବ୍ୟବସ୍ଥା ଶୁଣ ପରୀକ୍ଷ ପୁଣ୍ୟବନ୍ତା ବିବାହ କଲେ କନ୍ୟାଗଣ ସେ କଥା ଏକ ମନେ ଶୁଣ ସୌରଭୀ ଋଷି ବୃନ୍ଦାବନେ କାଳନ୍ଦୀ ଜଳ ଯୋଗ ଧ୍ୟାନେ ତପ କରନ୍ତି ଦୃଢ଼ ଚିତେ ଏମନ୍ତ କିଛି କାଳ ଅନ୍ତେ ସମାଧି ଭାଜିଲା ଚଞ୍ଚଳେ ସ୍ଥିର ଚାହିଁଲେ ନଦୀ ଜଳେ ଦେଖିଲେ ମତ୍ସ୍ୟଗଣ ମଧ୍ୟରେ ରୋହିତ ଖେଳେ ଇହାନନ୍ଦେ ବାଳକ ମାନେ ତା ସଙ୍ଗରେ କ୍ରୀଡ଼ନ୍ତି ପୁଷ୍ପ ତୁଚ୍ଛ ଶିରେ ଏମନ୍ତ ହୋଇ ପ୍ରତିଦିନ ଖେଳନ୍ତି ମୁନି ସନ୍ନିଧାନେ ସୌରଭୀ ମୁନି ତାହା ଚାହିଁ ଲାଳସ ଚିତେ ବିଚାରଇ ଦେଖ ଏ ରୋହିତର ଭାଗ୍ୟ କୁଟୁମ୍ବ ମଧେ ସୁଖ ଭୋଗ ମୁଁ ଏବେ କରି ଗୃହାଶ୍ରମ ସାଧିବି ଗୃହମେଧି ଧର୍ମ ଏତେ ବିଚାରି ତପ ଛାଡ଼ି ଗୃହ ଚରଣେ ଚିତ ବଢ଼ି ଚଢ଼ି ମାର୍ଗେ ଚଳନ୍ତେ ସେ ବିଚାରି ବିବାହ ଅର୍ଥେ ମନ ଭରି ଗୃହସ୍ଥ ଧର୍ମ ନୁହେଁ ଭଲ ଧାରା ପରିଗ୍ରହ ନ କଲେ ଏମନ୍ତ ବିଚାରି ଦୃଢ଼ ଚିତେ ମିଳିଲେ ନୃପତି ଅଗ୍ରତେ ମୁନି ଆଗମ ରାଜା ଦେଖି ଉଠିଲେ ଆସନ ଉପେକ୍ଷୀ
ଅତିଥି ମୋତେ ପୂଜା କଲା, ଆସନ ଦେଇ ବସାଇଲା। ବିନୟ ଭାବ ପୁଛା କରି ତା ଜାଣି ମୁନି ସୌବରୀ କହିଲେ, ରାଜା ମୁଖ ଚାହିଁ ବିଭାଗରା ଓ ମୋତେ ଚାହିଁ। ଗୃହେ ଜନ୍ମିଲା ମୋର ମନ କନ୍ୟା, ଏ ମୋତେ ଦିଅ ଦାନ। ମୋହର ସନ୍ତତି ହୋଇଲେ ସ୍ୱଧର୍ମ ରଖିବୁ ତୁ ଭଲେ। ହେମନ୍ତ ମୁନିକୁ ଶୁଣି ରାଜା ବିଚାର ମନେ ଗୁଣି, ବୃଦ୍ଧଙ୍କ ମଧ୍ୟ ଅତି ବୃଦ୍ଧ ଗୃହ ଚରଣେ କଲା ସାଧ୍ୟ। ମୋର ଦୁହିତା ଅତି ସୁଖୀ, ଏହାକୁ ଦେଲେ ହେବେ ଦୁଃଖୀ, ନ ଦେଲେ ମୋର ଭଲ ନାହିଁ। ଏତେ ବିଚାରି ମୁନି ଚାହିଁ ବୋଲ ଇସିରେ କର ଦେଇ ଭମୁନି ଶୁଣ ଯାହା କହି। 50 କନ୍ୟା ଅଛି ମୋର ଅନ୍ତପୁରକୁ ବିଜେ କର, ଯେ କନ୍ୟା ତୁମ୍ଭକୁ ବରିବ ସମତେ କରି ପ୍ରିୟ ଭାବ, ସେ କନ୍ୟା ଦେବି ନିଶ୍ଚୟ ମୁଇଁ। ହେମନ୍ତ ରାଜା ସତ୍ୟ ପାଇ ମୁନି ଉଠିଲେ ତୋଷ ହୋଇ, ତତ୍କ୍ଷଣେ ଅନ୍ତପୁରେ ଯାଇ ଦ୍ୱାରପାଳକୁ ରାଜା କହି ବୋଇଲା, ଘେନି ଯାଅ ତୋହି ଯେ କନ୍ୟା ବରିବ ଏ ବର ଦେବ ହିଁ ସତ୍ୟ ଏ ମୋହର। ଦ୍ୱାରପାଳର ହସ୍ତ ଧରି ପୁରେ ପ୍ରବେଶ ସୌବରୀ, ମିଳିଲେ କନ୍ୟାଙ୍କ ମନ୍ଦିରେ ମାୟା ମୋହନ କଳବରେ। ରୂପେ କନ୍ଦର୍ପ ତେଜ ଗଞ୍ଜ, ଜଗମୋହନ ତେଜପୁଞ୍ଜ, କନ୍ୟାକୁ ଚାହିଁ ଦ୍ୱାରପାଳ ଆଙ୍ଗୁଠି ସଙ୍କତେ କବଳ। ବୋଲଇ କନ୍ୟା ମୁଖ ଚାହିଁ ତୁମ୍ଭର ପିତା ଆଜ୍ଞା ପାଇ, ସଙ୍ଗତେ ଆଣିଅଛୁ ବର ଯାହାର ଇଚ୍ଛା ତୁମ୍ଭେ ବର। ଏକଇ କନ୍ୟା ତେବେ ଦାନ, ଅଧିକେ ନାହିଁ ପ୍ରୟୋଜନ। କନ୍ୟାଏ ତାର ମୁଖ ଚାହିଁ ନୟନ ପିଛା ନ ଚଳଇ, ସର୍ବେ ବିଛନ୍ତି ତାର ସଙ୍ଗ ଅନଳେ ଯେସନ ପତଙ୍ଗ। ଏକ ଆରକେ ଆଗ ହୋଇ ବୋଲନ୍ତି ମୋର ବର ହି, ମୁହିଁ ବରିଲି ଆଗ ବର ନିଶ୍ଚୟ ସ୍ୱାମୀ ଏ ମୋହର। ଏମନ୍ତେ ସବୁ ଏକୁଆରେ ବାଦ ମୁନିଙ୍କୁ ବରିଲେ ଆନନ୍ଦେ, ତତ୍କ୍ଷଣେ ଦ୍ୱାରପାଳ ଗଲା ନୃପତି ଆଗେ ଜଣାଇଲା, ବୋଇଲା ବିଧାତାର ମାୟା କେ ଅନ୍ୟ କରିପାରେ ତା। ଦୈବ ବଳେ ଆକର୍ଷଣ ସର୍ବେ ବରିଲେ ବରପଣ, ପୁଣି ତାହାର ମୁଖ ବାଣୀ ସମ୍ଭବେ ଚିତ୍ତେ ନୃପମଣି। ଆନନ୍ଦେ କନ୍ୟାଦାନ ଦେଲା, ଅନେକ ଯୌତୁକ ଦେଲା। 50 କନ୍ୟା ବିବାହ କରି ପୁରୁ ବାହାରେ ସୌବରୀ, ସମ୍ପଦ ସିଦ୍ଧି ଯୋଗ ବଳେ ଗୃହସ୍ଥ ଆଶ୍ରମ ନିଶ୍ଚଳେ। ନାନା ପ୍ରକାରେ ଭୋଗ କଲେ, ଅନେକ ପୁତ୍ର ନାତି ତୁଲେ। ସେ ଭୋଗ କଳ୍ପେ ତାଙ୍କ ମନେ, ତତ୍କ୍ଷଣେ ମିଳି ସନ୍ନିଧାନେ। ଦିଗପାଳଙ୍କ ଭୋଗ ଆଦି ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି, ହେମନ୍ତ ଭୋଗ ଅନୁଦିନେ ବିହାରୀ ପୁଷ୍ପିତ କାନନେ। ହେମନ୍ତ ଭୋଗ କାଳ ଗଲା, ବୈରାଗ୍ୟ ମନେ ଉପାଜିଲା, ନିଜ କପାଳେ ହସ୍ତ ମାରି ତାପେ ବୋଲନ୍ତି ସୌବରୀ, ଦୈବ ବଳେ ଦେଖ ମୋତେ ତପ ମୁଁ କଲି ମୁଖ୍ୟ ଅର୍ଥେ, ଜଳେୟ ନାଇଁ ମୀନ ବସେ ଜ୍ଞାନ ହାରିଲି ସଙ୍ଗ ଦୋଷେ। ଏବେ ମୁଁ ଲଭିଲି ଅନେକ, ନିଶ୍ଚେ ମୁଁ ପଡ଼ିବି ନରକ। ହେମନ୍ତ ବିଚାରି ଏକାନ୍ତେ ତତ୍କ୍ଷଣେ ପଶିଲା ବନସ୍ତେ, ପତ୍ନୀ ସମେତେ ତପଦାହି ଅନ୍ତେ ମିଳିଲେ ଭାବଗ୍ରାହୀ। ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ, କହିଲେ ଆତ୍ମାହିତ ବାଣୀ ଏଣେ ଭକତ ପରିମାଣୀ। ନବମେ ବଂଶାନୁଚରିତ, କହିଲେ ଦ୍ୱିଜ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ନବମ ସ୍କନ୍ଧେ ସୌବରୀ ଋଷିଚରିତେ ନାମ ଷଷ୍ଠୋଧ୍ୟାୟ।